ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଏବଂ ଏଠାରେ ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ଏବଂ ମୋର ସହପାଠୀଗଣ, ସର୍ବପ୍ରଥମେ ମୁଁ ଗଣତନ୍ତ୍ର ଦିବସ ବିଷୟରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆଜିର ଏହି ପବିତ୍ର ଗଣତନ୍ତ୍ର ଦିବସ ବିଷୟରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି 26 ଜାନୁଆରୀ 2025 ମସିହା, ଯାହାକି 76ତମ ସାଧାରଣତନ୍ତ୍ର ଦିବସ। ପ୍ରତିବର୍ଷ ଜାନୁଆରୀ ମାସ 26 ତାରିଖକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି। 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହି ସମ୍ବିଧାନ ତିଆରି କରିବା ପାଇଁ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଆମ୍ବେଦକର ଭାରତ ଫେରିବା ପରେ ଦଳିତମାନଙ୍କର ସାମାଜିକ ସ୍ୱାଧୀନତା ଏବଂ ଭାରତକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ବନେଇବାକୁ ଲାଗିଲେ ଏବଂ ଅନେକ ପୁସ୍ତକ ମଧ୍ୟ ଲେଖିଥିଲେ। 1926 ମସିହାରେ ବମ୍ବେ ବିଧାନସଭା ପରିଷଦର ସଦସ୍ୟ ହୋଇଥିଲେ। ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଭାରତକୁ ଦେଖିବାର ଦୃଷ୍ଟି ସମ୍ପୂର୍ଣ୍ଣ ଅଲଗା ଥିଲା। ସେ ଭାରତକୁ ବିଭାଜିତ ହେବାରୁ ଦେଖିବାକୁ ଚାହିଁନଥିଲେ। 15 ଅଗଷ୍ଟ 1947ରେ ଭାରତର ସ୍ୱାଧୀନତା ପରେ ଆମ୍ବେଦକରଙ୍କୁ ଦେଶର ପ୍ରଥମ ଆଇନ ମନ୍ତ୍ରୀ କରିଦିଆଗଲା ଏବଂ କଠିନ ପରିଶ୍ରମ ପରେ ସେ ଏକ ଲିଖିତ ସମ୍ବିଧାନ ଭାରତକୁ ଦେଲେ, ଯାହାକୁ 26 ଜାନୁଆରୀ 1950ରେ ଭାରତରେ ପ୍ରଣୟନ କରାଗଲା। ଆମ୍ବେଦକରଙ୍କର ବିଚାର ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମଧ୍ୟ ସ୍ଥାପନ କରାଗଲା। ଆମ୍ବେଦକର ଧର୍ମ ପରିବର୍ତ୍ତନ ମଧ୍ୟ କରିବାକୁ ବାରମ୍ବାର କହି ଆସୁଥିଲେ। 35 ବର୍ଷ ସମସ୍ତ ଧର୍ମ ଉପରେ ଗବେଷଣା କଲା ପରେ ଶେଷରେ 14 ଅକ୍ଟୋବର 1956ରେ ସେ ବୁଦ୍ଧ ଧର୍ମ ଗ୍ରହଣ କଲେ। ଶେଷରେ 6 ଡିସେମ୍ବର 1956 ବିଛଣାରେ ଶୋଇଥିବା ଅବସ୍ଥାରେ ଆମ୍ବେଦକରଙ୍କର ପରଲୋକ ହୋଇଥିଲା, କିନ୍ତୁ ସେ ମୃତ୍ୟୁ ପୂର୍ବରୁ ସମାଜକୁ ବହୁତ ପରିବର୍ତ୍ତନ କରିଦେଇଥିଲେ। ଗରିବ, ଦଳିତ ଏବଂ ମହିଳାଙ୍କୁ ତାଙ୍କର ଅଧିକାର ଫେରାଇ ଦେଇଥିଲେ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।